ଅନେଶତତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମୋତ୍ସବ ପାଳନ କରାଯାଉଛି। ଏଠାରେ ଦେଖନ୍ତୁ ପୂଜା ଅର୍ଚ୍ଚନା ଚାଲିଛି। ଝୋଟି ମାଧ୍ୟମରେ ବାବାଙ୍କର 99ତମ ଜନ୍ମବାର୍ଷିକୀ ଲେଖାଯାଇଛି। 99ତମ ଜନ୍ମବାର୍ଷିକୀ ଉପଲକ୍ଷେ ବେଲୁନ୍ ମାଧ୍ୟମରେ କେମିତି ସଜା ହେଇଛି ଦେଖନ୍ତୁ। राम 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 दशरथ नंदन राम अयोध्यावासी नमस्कार दर्शक बंधु, मु अजित कुमार महंत, प्रयास यूट्यूब चैनल संपादक। आज नवंबर 23 तारीख चिल्दा स्थित जीएलएस रेसिडेंशियल इंग्लिश मीडियम स्कूल रे भगवान सत्यसाई बाबांकर 99तम जन्मवार्षिकी उत्सव पालन कर महासमारोह। आम सहित अच्छा सत्यसाई संगठन कर्मकर्ता माने एवं विभिन्न प्रांतर सत्यसाई संगठन कर्मकर्ता भक्तवृंद आसी एटे दिग्दर्शन देते उपस्थित अच्छा। आम सर्वप्रथम आजिकार जो 99तम जन्मवार्षिकी उत्सव भगवान श्री सत्यसाई बाबा पालन करें से संबंध किसी जानवा चाहिए। आसतु परिचय ना राजकांत सर टे परिचय दे। प्रफुल्ल कुमार नायक, घर बांकपटोली, ऑल इंडिया रेडियो रायरंगपुर सर्विस कर। धन्यवाद। ठीक है सर, आजिकल 99तम जो जन्मवार्षिकी भगवान सत्यसाई बाबा पालन कर संबंध में किसी कहतु। सत्यसाई स्वयं भगवान आम ठारे शरणपन्न हो प्रत्येक वर्ष पूरी ए वर्ष जन्मवार्षिक 99तम शतवार्षिक पालन करागला। ए संक्षिप्त भाव में कहले सत्यसाई बाबा पाखे जी शरणापन्न हुए स्वयं भगवान तार भगवान तांकर संपूर्ण कथा बुझी था। प्रफुल्ल कुमार बारिक, तुरमुंगा, केंजर। हाँ कहतु जन्मवार्षिकी संपर्क बाबांकर प्रत्येक वर्ष नवेम्बर 23 रे एपरी उत्सव पालन करू तो बाबांकर आश्रित माने केबे असुविधा रे पड़ती नहीं। आज जो आप जो शीत वस्त्र प्रदान कले जो आमर चिल्दा स्थित आम किसी बासिंदा को आप देले तो से जो संगठन रू आप दिगला बोधे
ଆଜ୍ଞା ସଂଗଠନରୁ ଦିଆଗଲା। ଆଚ୍ଛା ଆଚ୍ଛା ଠିକ ଅଛି ଯାହା ଏକ ମହତ ଉଦ୍ଦେଶ୍ୟ ଯେହେତୁ ଆମେ କିଛି ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କୁ ଆମେ ନାରାୟଣ ସେବା କରିପାରିଲେ ସେ ବହୁତ ଭଲ କଥା ତ ଆମ ଘରେ ଅଛନ୍ତି ଆମର ଯେଉଁ ମୁଖ୍ୟ କର୍ମକର୍ତ୍ତା ସାହି ସଂଗଠନର ଶ୍ରୀ ଋଷିନାଥ ମହାନ୍ତ ତାଙ୍କୁ ଟିକେ ପଚାରିବା ସେ କୁହନ୍ତୁ ଟିକେ ତାଙ୍କର ସମ୍ପର୍କରେ ଦିଗଦର୍ଶନ ଦିଅନ୍ତୁ। ମୁଁ ସାଇ ଆଶ୍ରିତ ଋଷିନାଥ ମହାନ୍ତ ଜିଲ୍ଲା ଭଜନ ମଣ୍ଡଳୀର କନଭେନର ଦୀର୍ଘ 12 ବର୍ଷ ହେଇଗଲାଣି এই ଭଜନ ମଣ୍ଡଳୀର କନଭେନର ରୂପରେ କାର୍ଯ୍ୟ ନିର୍ବାହ କରି ଆସୁଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ନାରାୟଣ ସେବା ଏବଂ ନାରାୟଣମାନଙ୍କୁ ବସ୍ତ୍ର ବଣ୍ଟନ କମଳ ଧୋତି ଗାମୁଛା ଗଞ୍ଜି ବସ୍ତ୍ରଦାନ କରିଛୁ। ଧନ୍ୟବାଦ ଆଉ କିଛି ଆଉ ଯେଉଁମାନେ କିଛି କହିବାକୁ ଚାହିଁବେ ଆମେ ଆଜିର 69ତମ ଜନ୍ମବାର୍ଷିକୀ ଭଗବାନ ସତ୍ୟସାଇଙ୍କର ସେ ଅବସରରେ କିଛି କହିବାକୁ ଚାହିଁବେ କୁହନ୍ତୁ ନିଜର ପରିଚୟ ଦିଅନ୍ତୁ ନିଜର ପରିଚୟ ନାଁ କୁହ। ମୋ ନାଁ ଉଷାରାଣୀ ମୁଁ ସାଇ ବାବାଙ୍କର 69ତମ ଜନ୍ମବାର୍ଷିକ ପାଳନ କରିବାରୁ ମୁଁ ବହୁତ ଖୁସି। ଧନ୍ୟବାଦ ହଁ ଆଉ ବହୁତ ଖୁସି ଲାଗୁଛି ବାବାଙ୍କ ଜନ୍ମଦିନ କୁହନ୍ତୁ ନିଜର ପରିଚୟ ଦିଅନ୍ତୁ। ମୁଁ ବାବା ବିନା ମୋର କିଛି ନାହିଁ ବାବାକୁ ମୁଁ ବହୁତ ଭଲ ପାଏ। ଗୋଟିଏ ଅନୁଭୂତି କୁହନ୍ତୁ। ହଁ ଅନୁଭୂତି ଗୋଟେ କୁହନ୍ତୁ। ବାବାଙ୍କର ଅନୁଭୂତି ମୁଁ ଯାଇଥିଲି ବାବା ପାଖକୁ ଷ୍ଟେସନରେ ବସିଲି ଯେତେବେଳେ ବାବା କହିଲି ବାବା ସମସ୍ତେ ବିଭୂତି ଦେଲେ ଆଉ ମୁଁ ତ ଦେଖିପାରିଲିନି ମୋର ଘାଣ୍ଟିରେ ବିଭୂତି ଦେଇଥିଲେ ବାବା। ଧନ୍ୟବାଦ ଯାହା ହଉ ସେ ବାବାଙ୍କ ପାଖରୁ ବିଭୂତି ପାଇଛନ୍ତି। ଘର ଚିନ୍ତା ଆଉ ଯାଇଥିଲୁ ଦର୍ଶନ କରିବା ପାଇଁ ବାବାଙ୍କୁ ପୁଅକୁ କେତେ ମସିହାରେ 2001। ହଉ ଠିକ ଅଛି ସମସ୍ତ ଆମର ସାଇ ଭକ୍ତମାନେ ଉପସ୍ଥିତ ଅଛନ୍ତି ଆଜି ମହାସମାରୋହରେ 69ତମ ଭଗବାନ ସତ୍ୟସାଇ ବାବାଙ୍କ ଜନ୍ମବାର୍ଷିକୀ ପାଳନ କରାଯାଇଛି ଚିଲ୍ଲା ସ୍ଥିତ ଜିଏଲ୍ଏସ୍ ରେସିଡେନ୍ସିଆଲ ଇଂଲିଶ ମିଡ଼ିୟମ ସ୍କୁଲରେ। ଏଥିରେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ସହଯୋଗ କରିଛନ୍ତି ଏବଂ ଖୁବ୍ ସୁଖରେ ଏବଂ ଉଲ୍ଲାସରେ ଆଜିକାର ଭଗବାନ ସତ୍ୟସାଇ ବାବାଙ୍କର ଜନ୍ମବାର୍ଷିକୀ ପାଳନ କରାଯାଇଛି। ତ ସତ୍ୟସାଇ ବାବାଙ୍କର ଅନୁଭୂତି ତ ଆପଣମାନେ ଶୁଣିଲେ ସେ ନିଜେ କହିଲେ ସେ ବାବାଙ୍କର ବିଭୂତି ଚାହୁଁଥିଲେ କିନ୍ତୁ ତାଙ୍କ ମନି ପରିସ୍ଥିତି ବିଭୂତି ବାହାରିଲା ତ ରାଜକୁମାର ସାମ୍ନା କରନ୍ତୁ ମୁଁ ମୋର ଛୋଟ ଅନୁଭୂତି କହେ ମୁଁ ଯଦିଓ ସେମିତି ବିଶେଷ ଭାବରେ ସତ୍ୟସାଇ ବାବାଙ୍କର ଜଣେ ତଥାକଥିତ ଭକ୍ତ ନୁହଁ ତ 2001 ମସିହାରେ ମୁଁ ସୁଯୋଗ ପାଇଥିଲି ପୁଟପର୍ତ୍ତି ଯିବା ପାଇଁ ଏମିତି ଶଶୁରଙ୍କର ତାଙ୍କର ହାର୍ଟ ଚେକଅପ୍ କରିବା ପାଇଁ ଏମିତି ଗୋଟେ ସୁବର୍ଣ୍ଣ ସୁଯୋଗରେ ମୁଁ ଆପଣ ପୁଟପର୍ତ୍ତି ଯାଇକି ଥିଲି ଦୀର୍ଘ ପାଖାପାଖି 15ରୁ 20 ଦିନ ପାଖାପାଖି ମୁଁ ଥିଲି। ତ 2001 ମସିହା ପୂର୍ବ ଘଟଣା ମୁଁ ଆପଣଙ୍କୁ କହୁଛି ତ ଏମିତି ଗୋଟେ ମୋର ହଠାତ୍ ଦେହ ଖରାପ ହେଲା ତ ଦେହ ଖରାପରେ ଲୋକାଲ କେଉଁଝର ମୁଁ ଦେଖେଇଲି ବା ଲୋକାଲ ଡାକ୍ତରଙ୍କୁ ଦେଖେଇଲି ସମସ୍ତେ କହିଲେ ହାର୍ଟ ପ୍ରୋବ୍ଲେମ୍ ଅଛି ତେଣୁ ହାର୍ଟର
સારું. ঠিক ବାର୍ଷିକ ପାଳନ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା ଅଛି। ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ପ୍ରସାଦ ସେବନର ବ୍ୟବସ୍ଥା ଚାଲିଛି। ଋଷି ଆଉ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। Ready. Sound. प्रणाम स्वीकार करो साई महादेवा, प्रणाम स्वीकार करो साई महादेवा, प्रणाम स्वीकार करो
ଡକା ହେଲା ମତେ ଆମର ଇଣ୍ଡିଆରେ ବି ଡାକ୍ତର ଥିଲେ ପାଖାପାଖି 4 ଜଣ ଡାକ୍ତର ହାର୍ଟ ସ୍ପେଶାଲିଷ୍ଟ ଥିଲେ ତା ଭିତରେ ଜଣେ ଫରେନର ଡାକ୍ତର ଥିଲେ ତ ସେ ଦେଖିଲେ କମ୍ପ୍ୟୁଟରରେ ଦେଖିଲେ ସବୁ କିଛି ଏବଂ ବହୁତ ସମୟ ପର୍ଯ୍ୟନ୍ତ ଦେଖିଲେ ମୁଁ ଭାବିଲି ବୋଧେ କିଛି ସ୍ୱତନ୍ତ୍ର ଭାବେ କିଛି ପ୍ରୋବ୍ଲେମ ଅଛି ନହେଲେ ସେ ଏତେ ସମୟ ଚେକ୍ କରୁଛନ୍ତି ତ ବହୁତ ସମୟ ଚେକ୍ କଲା ପରେ ସିଏ ମୋତେ ପଚାରିଲେ ତ ତାଙ୍କ ଭାଷାରେ ସେ କହିଲେ କିଏ କହିଲା ହାର୍ଟ ବେମାର ଅଛି ମାନେ ହାର୍ଟ ପେସେଣ୍ଟ ବୋଲି ତୁମକୁ କିଏ କହିଲା ଯୋଉଟାକି ଆମର ଯୋଉ ଥିଲେ ସେଠି ଓଡ଼ିଆ ଡାକ୍ତର ବି ଆମର ପ୍ରେଜେଣ୍ଟ ଥିଲେ ଆଉ ହିନ୍ଦୀ ବି ଥିଲେ ତ ସେ ତାଙ୍କୁ ଅନୁବାଦ କରି ମୋତେ କହିଲେ ଯେ ତୁମେ ହାର୍ଟ ପେସେଣ୍ଟ ବୋଲି କିଏ କହିଲା ହାର୍ଟ ଚେକଅପ୍ ପାଇଁ କିଏ କହିଲା ମୁଁ ତ କଟକର ଦେଖେଇଛି କେଉଁଝର ଦେଖେଇଛି ସବୁ ଜାଗାରେ ଏଇ କଥା ହେଇଛି ତେଣୁ ସେ କହିଲେ ନା ଏଠି ହାର୍ଟର କୌଣସି ପ୍ରୋବ୍ଲେମ ନାହିଁ ଟୋଟାଲ ହାର୍ଟ ପ୍ରୋବ୍ଲେମ ଜିରୋ ଆଉ କ'ଣ କହିଲେ ହାର୍ଟ ପ୍ରୋବ୍ଲେମ ଜିରୋ ମୁଁ ତା ଭିତରେ ପାଖାପାଖି ଆପଣଙ୍କ 2 ବର୍ଷ ପାଖାପାଖି ହାର୍ଟ ମେଡିସିନ ଖାଇ ଦେଇଥାଏ ହାର୍ଟ ମେଡିସିନ 2 ବର୍ଷ ପାଖାପାଖି କଣ୍ଟିନ୍ୟୁ କରିଥାଏ এবং হার্ট প্রবলেম সেক্রেট পুরাপুরি জিরো তারপরে ମୁଁ ଏତେ ଦିନ ଅପେକ୍ଷା କରିଛି ପାଖାପାଖି 17-18 ଦିନ ଅପେକ୍ଷା କରିଛି କିଛି ଗୋଟେ ମେଡିସିନ ତ ଲେଖି ଦିଆଯାଉ ସେ କହିଲେ ଟୋଟାଲ କିଛି ମେଡିସିନ ଦରକାର ନାହିଁ ମେଡିସିନ ପୁରା ଗୋଲ କରିଦେବେ ପ୍ରେସକ୍ରିପସନରେ ଜିରୋ ସେମିତି ଅନେକ ଘଟଣା ଅନେକ ଅନୁଭୂତି ଅଛି ଗୋଟେ 2 ବର୍ଷ କାଳ ମୁଁ ହାର୍ଟ ମେଡିସିନ ଖାଇଥିଲି ସେଠି ଆଉ ମୋତେ କିଛି ମେଡିସିନ ସେଦିନ ମୋତେ ଅଦ୍ୟାବଧି 2001 ମସିହାରୁ 2024 ମସିହା ପର୍ଯ୍ୟନ୍ତ ଅଦ୍ୟାବଧି କେବେ ସେ ହାର୍ଟ ପ୍ରୋବ୍ଲେମର ମୁଁ ଆଉ ଚିନ୍ତା କରିନି କିମ୍ବା ମୁଁ ସଠିକ ଅଛି ଏବଂ ଠିକ ଅଛି ଏବଂ ସୁସ୍ଥ ବି ଅଛି ତ ଇଏ ହେଉଛି ସତ୍ୟ ସ୍ୱଭାବଙ୍କର ଅନେକ ଘଟଣା ଯାହାକି ମୋର ନିଜର ଅନୁଭୂତି ଅଛି ଏବଂ ସମସ୍ତ ଭକ୍ତମାନଙ୍କୁ କହିବି ନିଶ୍ଚିତ ଭାବେ ଆପଣଙ୍କର ସେମିତି ଅନୁଭୂତି ଥିବ ଯାହାଦ୍ୱାରା ଆପଣମାନେ ସତ୍ୟ ସ୍ୱଭାବଙ୍କ ଅନୁଭୂତି ହୁଅନ୍ତୁ ନାହିଁ ଭକ୍ତ ହୁଅନ୍ତୁ ନାହିଁ ତ ସମସ୍ତ ଜନସାଧାରଣଙ୍କୁ ମୁଁ ଅନୁରୋଧ କରିବି ବାବା ସତ୍ୟ ସାଇଙ୍କ ଚରଣ ତଳେ ନିଜକୁ ଆଶ୍ରିତ କରନ୍ତୁ ନିଶ୍ଚିତ ଭାବେ ସଫଳ ପାଇବେ ଧନ୍ୟବାଦ ନମସ୍କାର।